ଆଜିର ଭିଡ଼ିଓରେ ଆମେ ଜାଣିବା ଯେ ଅନଲାଇନ୍ ମାଧ୍ୟମରେ ବାର୍ଥ ସାର୍ଟିଫିକେଟ୍ କେମିତି ଡାଉନଲୋଡ୍ କରାହୁଏ। ପ୍ରଥମେ ଗୁଗଲରେ ଯାଇ ସର୍ଚ୍ଚ କରିଦେବ ବାର୍ଥ ଆଣ୍ଡ ଡେଟ୍ ଓଡ଼ିଶା ଲେଖି ସର୍ଚ୍ଚ କରି ତାକୁ କ୍ଲିକ୍ କରନ୍ତୁ। ତାପରେ ପେଜଟା ଖୋଲିଯିବ। ତାପରେ ଡାଉନଲୋଡ୍ ସାର୍ଟିଫିକେଟ୍ ଉପରେ କ୍ଲିକ୍ କରନ୍ତୁ। ଯଦି ଶିଶୁଟି ସହର ଅଞ୍ଚଳରେ ଜନ୍ମଗ୍ରହଣ କରିଛନ୍ତି ଅର୍ବାନ୍ ଉପରେ କରନ୍ତୁ ଆଉ ଜାଗାଟାକୁ ସିଲେକ୍ଟ କରନ୍ତୁ। ତାପରେ ଡାଉନଲୋଡ୍ ସାର୍ଟିଫିକେଟ୍ ଉପରେ କ୍ଲିକ୍ କରନ୍ତୁ। ପ୍ରଥମେ ଆପଣ ବାର୍ଥ ରେଜିଷ୍ଟ୍ରେସନଟାକୁ କ୍ଲିକ୍ କରିବେ। ତାପରେ ଡେଟ୍ ଅଫ୍ ବାର୍ଥଟାକୁ ସିଲେକ୍ଟ କରିବେ। ଯେଉଁ ତାରିଖରେ ଶିଶୁଟା ଜନ୍ମଗ୍ରହଣ କରିଛନ୍ତି ସେଇ ଡେଟ୍ଟାକୁ ଦେବେ। ତାପରେ ଆପ୍ଲିକେସନ୍ ନମ୍ବରଟାକୁ ଦେବେ। ଆପ୍ଲିକେସନ୍ ନମ୍ବରଟା ଆପଣଙ୍କର ମେଡ଼ିକାଲ ଡିସଚାର୍ଜ ପେପରରେ ଲେଖା ହେଇଥିବ। ଆପ୍ଲିକେସନ୍ ନମ୍ବରଟା ଦେଇ ସାରିଲା ପରେ ରେଜିଷ୍ଟ୍ରେସନ୍ ନମ୍ବରଟାକୁ ଦେଇଦେବେ। ରେଜିଷ୍ଟ୍ରେସନ୍ ନମ୍ବରଟା ଦେଇ ସାରିଲା ପରେ ଆପଣ ସର୍ଚ୍ଚ ଉପରେ କ୍ଲିକ୍ କରନ୍ତୁ। ସର୍ଚ୍ଚ ଉପରେ କ୍ଲିକ୍ କଲେ ନ୍ୟୁ ପେଜଟା ଖୋଲିଯିବ। ଡାଉନଲୋଡ୍ ନାଓ ଲେଖା ହେଇଛି ଡାଉନଲୋଡ୍ ନାଓ ଉପରେ କ୍ଲିକ୍ କରନ୍ତୁ। ମେଡ଼ିକାଲରେ ଯେଉଁ ମୋବାଇଲ ନମ୍ବରଟା ଦେଇଥିଲେ ସେଇ ମୋବାଇଲ ନମ୍ବରଟାକୁ ଏଇଠି ଦେଇଦେବେ। ମୋବାଇଲ ନମ୍ବରଟା ଦେଇ ସାରିଲା ପରେ ଆପଣଙ୍କର OTP ଆସିବ ଏଇ ନମ୍ବରରେ। ସେଣ୍ଡ OTP ଉପରେ କ୍ଲିକ୍ କରନ୍ତୁ। କିଛି ସମୟ ୱେଟ୍ କରନ୍ତୁ। ଆପଣଙ୍କର OTP ଆସିଯିବ। OTP ଆସିଲେ OTPଟାକୁ ଏଠି ଫିଲ୍ଅପ୍ କରିବେ। ଆମର OTP ଆସିଗଲା। OTPଟାକୁ ଏଠି ଦେଇଦେବା। OTPକୁ ଦେଲା ପରେ ଡାଉନଲୋଡ୍ ସାର୍ଟିଫିକେଟ୍ ଉପରେ କ୍ଲିକ୍ କରିଦେବା। ତାପରେ କିଛି ସମୟ ଯାଏ ୱେଟ୍ କରିବା। ଆମର ସାର୍ଟିଫିକେଟ୍ଟା ଡାଉନଲୋଡ୍ ହେଇଗଲା। ତାପରେ ଆମର PDF ଫାଇଲଟାକୁ ଓପନ୍ କରିବା। ଓପନ୍ କଲା ପରେ ଆମର ସାର୍ଟିଫିକେଟ୍ଟା ଏଠି ଦେଖାଯିବ। ଆମର ୱାନ୍ ଡ୍ରାଇଭ୍ ହଉ କି ଡ୍ରାଇଭ୍ ହଉ ତାକୁ କ୍ଲିକ୍ କରି ଓପନ୍ କରିଦେବା। ଆଉ PDF ଫାଇଲଟା ଖୋଲିଯିବ। ଏଠି ଆମ ସାର୍ଟିଫିକେଟ୍ଟା ଦେଖାଗଲା। ଏଟା ଏମିତି ନିଜ ବାର୍ଥ ସାର୍ଟିଫିକେଟ୍କୁ ନିଜ ମୋବାଇଲ ମାଧ୍ୟମରେ ଡାଉନଲୋଡ୍ କରିପାରିବେ।